ଝିଅଟି ପୋଡ଼ିହେଇକି ସିଏ ମଲା, ତାକୁ ଦେଖିବାକୁ ସମସ୍ତେ ଆସୁଛନ୍ତି, ତାଙ୍କୁ ଶୋଭାଯାତ୍ରା କରିକି ନେଉଛନ୍ତି, ତାଙ୍କୁ ରାଲି ହେବ, ଏସବୁ ଯେଉଁ ସବୁ ପୋଡ଼ିହେଇକି ମରୁଛନ୍ତି। ଏମାନେ ସବୁ ଯାକ ଗୋଟେ ଗୋଟେ ଦେବତା ଆଉ ଦେବୀ ମାନେ ଯେତିକ ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ସବୁ ଏମିତି ସବୁ ରହିଛନ୍ତି, ସବୁ ଗୋଟେ ଗୋଟେ ଦେବ ଶକ୍ତି ପାୱାର ପାଇକି ଆସିଛନ୍ତି। କିନ୍ତୁ ଆକୁ ନେଇକି ଏଗୁଡ଼ା ସବୁ ଲୀଳା ରହିଛି, ତ୍ରେତୟା ଯୁଗରେ ଲୀଳା। ତ୍ରେତୟା ଯୁଗରେ ହନୁମାନ ଯେଉଁ ଲଙ୍କା ଦହନ କରିଦେଲା, ବହୁତ ଲଙ୍କାପୁରରେ ମଲେ। କ'ଣ ସବୁ ଯାକ ରାକ୍ଷସ ଥିଲେ? ସବୁ ରାକ୍ଷସ ନଥିଲେ, ଭଲ ଲୋକ ଥିଲେ। ସେଇମାନଙ୍କର ଲୀଳାଟା ଏଇଠି ରହିଛି। ମାନେ ସେ ଯୁଗରେ ସିଏ ଲଙ୍କାରେ ଯେଉଁ ପୋଡ଼ି ହେଇକି ସବୁ ରହିଲେ, ଭଲ ଗୁଡ଼ାଏ ଲୋକ ମରିଗଲେ। ଆଉ କାହା ପାଇଁ ମଲେ? ନା ରାବଣ ପାଇଁ। ସେମିତି ଅବିକା ଯେଉଁ ତ୍ରେତୟା ସମୟ ଚାଲିଛି କଳି ଯୁଗରେ, ଏଥିରେ ଯେଉଁ ରାବଣ ଆଗରୁ ରଜା ଥିଲା, ସିଏ ଯେଉଁ ଅସୁବିଧାଟା କରିଦେଇ ଯାଇଛି, ଆଜି ତା ପାଇଁକା ଲଙ୍କାପୁର ବା ଏଇ ଓଡ଼ିଶାପୁରର ଅନେକ ନାଶ ଯିବାକୁ ପଡ଼ୁଛି। ସେଇ ଯେଉଁ କୁଶାସନ ଚାଲିଲା, ତାର ଫଳ ଯେଉଁଟାକି ତ୍ରେତୟାର ବେଳ। କାରଣ ଏଇ ପୁରରେ ବା ତିନି ଚତୁର୍ଥ ପୁର ପଞ୍ଚମ ଯୁଗର ସବୁଯାକ ଜନ୍ମ ନେଇଛନ୍ତି ଏଇଠି। ସତ୍ୟ, ତ୍ରେତୟା, ଦ୍ୱାପର, କଳି ସରିଗଲା ପରେ ଏଠି ଅନନ୍ତଙ୍କ ବେଳକୁ ଲୀଳାଟି ଆରମ୍ଭ ହେବ ହେଲା। ସେଇଥିପାଇଁ ବର୍ତ୍ତମାନ ଏଇ ଯେଉଁଗୁଡ଼ା ସବୁ ହେଉଛି ଲୀଳା, ଆଉ ଏଇଟା ହେବ କ୍ରୀଡ଼ା।